कदाचित् कालिन्दीचटुबीपीन संगीत तरवो मुदाभिरी नारीवदन कमला स्वाद मधुप रमा शंभु ब्रह्मामरपति गणेशार्चित पदोज एबे कहबी जे से मोर गुरुमा ओ माँ रेवेन्सा महाविद्यालय थिला एवं सभापति महोदय मंचासीन ए अनुष्ठान वरेण्य अध्यक्ष महोदय स्नेहास्पद उच्चारण साहित्य के ही पारिपदा जे मानव बोधरे मानविकतारे जहाँ हृदय बतारे आदर्श चलन आग्रह करी मुख्य अतिथि डॉक्टर श्रीमंतनाथ दास महोदय आनुष्ठानिक भावे देव विग्रह सम्मुखें स्थापित प्रदीप प्रज्वलन पूर्वक यही उत्सव को लोकार्पित करेंगे सहित अनुष्ठान सभापति महाविद्यालय अध्यक्ष तथा उत्सव पृष्ठपोषक यथाक्रमे तरुण कुमार साहू और डॉक्टर लक्ष्मण कुमार दास ऊपर दे देता ऊपर मार्केट मैडम ऊपर मार्केट ओम कदाचित् कालिन्दीचटुबीपीन संगीत तरवो मुदाभिरी नारीवदन कमला स्वाद मधुप रमा शंभु ब्रह्मामरपति गणेशार्चित पद जगन्नाथ स्वामी नयन पथगामी भवतु मे गिरी से कहीं ऐसे ना देख भाई एक क्या सुन तू ब्राह्मण लोग से आना है शोक फोक ध्यान दे ये जे पछे बसी आउ जन आसिले रबाई को दो रबाई को दो गिरीश मिश्र अजीब जहाज से लगे दो आप प्रकाश आगे काटी सर गिरीश सर जो माने करे जोता लेस खोलिवार समस्या नहीं क्या होता है क्या पर्व शामिल हो काम नहीं करले तो हां और इतना बच्चे हम पुराणवा साहित्य संसदर 43तम वसुदेव साहित्य संस्कृति अनुष्ठान 36तम सुरेन्द्र गवेषणा अकादमीर 15तम मिलित जन्म उत्सव को आपण मानक स्वागत करुछि एवं नूतन वर्षर अभिनंदन ज्ञापन करुछि। आजिर एही वर्णाढ्य उत्सव रे पौरोहित करबा को अनुष्ठान त्रयर मुख्य तथा सभापति कथाशिल्पी तरुण कुमार साहू महोदय को प्रणाम पूर्वक मंच को वरण करुछि। आजिर एही उत्सवर मुख्य अतिथि सम्मान्य डॉक्टर कथाशिल्पी सुलेचना दास महोदय को प्रणाम पूर्वक मंच को वरण करुछि। मुख्य अतिथि और अध्यक्ष महोदय को स्वतंत्र भाव सम्मानित करने सती सुचरिता
ଏବେ ଖାଲି କହିବି ଯେ ସେ ମୋର ଗୁରୁମା ଓ ମା ରେଭେନ୍ସା ମହାବିଦ୍ୟାଳୟ ଥିଲା। ରେଭେନ୍ସା ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟର ଛାତ୍ର ଥିଲାବେଳେ 2 ଜଣ ମା ସେଠି ଥିଲେ, ସୁରେନ୍ଦ୍ର ମିଶ୍ର ମହୋଦୟ, ସୁଲୋଚନା ଦାସ ମହୋଦୟ ଏବଂ ଆଉ ଜଣେ ଥିଲେ ଅପେକ୍ଷାକୃତ ତରୁଣ ଡକ୍ଟର ଗିରିଶ ଚନ୍ଦ୍ର ମିଶ୍ର। ଅନ୍ୟମାନେ ବୟସ୍କ ଥିଲେ, ମାନବୀୟ ଥିଲେ। ଏମାନଙ୍କ ସହିତ ଆମେ ମିଶି ଯାଇପାରୁଥିଲୁ, ଗୋଳେଇ ହେଇଯାଇପାରୁଥିଲୁ, ଗାଳି ଖାଇ ପାରୁଥିଲୁ, ପିଠି ଥାପଡ଼ା ମଧ୍ୟ ଖାଇପାରୁଥିଲୁ। ପ୍ରିୟ କ'ଣ କହିଲେ କ'ଣ, ଆଚାର୍ଯ୍ୟମାନେ ତାଙ୍କର ଛାତ୍ରଛାତ୍ରୀମାନଙ୍କୁ କେମିତି ପ୍ରିୟତା ଦେଇପାରନ୍ତି, ନିଜର ପରିସ୍ଥିତିକୁ ଖାତିର ନ କରି ତାହା ଆମେ ତାଙ୍କ ଠାରୁ ଶିଖିଥିଲୁ। ତେଣୁ ବିଶିଷ୍ଟ ଗଳ୍ପ ଉପନ୍ୟାସ ଲେଖକ କହିନି, ଲେଖିକା କହିନି, ଲେଖକ ଏବଂ ସେ ପାଇଁ ସଂକଳକ, ମୁଦ୍ରାକର ଓ ପ୍ରକାଶକ ସାରଙ୍କ ସୌଜନ୍ୟରୁ ଆମ ଓଡ଼ିଆ ଡିପାର୍ଟମେଣ୍ଟ ପାଇଁ ଗୋଟେ ସେଟ୍ ଭାଷାକୋଷ ଆଜି ଏହି କକ୍ଷରେ ଉପସ୍ଥିତ ଅଛି। ତାହା ଯଥା ସମୟରେ ଏହି ଅନୁଷ୍ଠାନ ତାଙ୍କୁ ପୂର୍ବରୁ ଗବେଷଣା କ୍ଷେତ୍ରରେ ସମ୍ମାନିତ କରିଅଛି, କିନ୍ତୁ ଇତିମଧ୍ୟରେ ସେ ଓଡ଼ିଆ ଉପନ୍ୟାସ ଜଗତକୁ ଏପରି 5 ଖଣ୍ଡ ଅମୂଲ୍ୟ ଗ୍ରନ୍ଥ ଭେଟି ଦେଇଛନ୍ତି ଯେ ଉପନ୍ୟାସ ବର୍ଗରେ ଚଳିତ ବର୍ଷ ପାଇଁ ସାରଙ୍କ ଆଉ କାହାରି ପ୍ରାର୍ଥିତ୍ୱ ମୁଁ ବିଚାରକୁ ନେଇ ନାହିଁ। ସଭାପତି ତାକୁ ଅନୁମୋଦନ କରିଛନ୍ତି, ସହସମ୍ପାଦକ ଓ ଉପସଭାପତି ମଧ୍ୟ। କାଳକାଣ୍ଡାରୀ ଠାରୁ ପଞ୍ଚକନ୍ୟା ପର୍ଯ୍ୟନ୍ତ ବାଟରେ ଧରିଛି ଉପନ୍ୟାସ ଗୁଡ଼ିକର ସ୍ରଷ୍ଟା ଡକ୍ଟର ଗିରିଶ ଚନ୍ଦ୍ର ମିଶ୍ର ମହୋଦୟ ଏବଂ ଅଧ୍ୟାପକର ଛାତ୍ରଛାତ୍ରୀ, ମୋର ଶୀର୍ଷକ ହେଉଛି ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପରେ ନିସଙ୍ଗତାବୋଧ ଓ ଅସହାୟତା। ଓଡ଼ିଆ କ୍ଷୁଦ୍ର ଗଳ୍ପରେ ନିସଙ୍ଗତାର ଅନୁଭବ ଅତିଶୟ ଆବେଗଧର୍ମୀ। ନିସଙ୍ଗ ମଣିଷର ଏକ ସାବଲୀଳ ସ୍ୱର ଓଡ଼ିଆ କ୍ଷୁଦ୍ର ଗଳ୍ପରେ ନିର୍ଜନତାର ଏକ କୋମଳ ମୂର୍ଚ୍ଛନାରେ ସୃଷ୍ଟି କରି ଆସିଛି। ଆଜିର ମଣିଷ ତାର ବ୍ୟକ୍ତିଗତ ପରିସର ଓ ତହିଁରେ ଅନ୍ତର୍ନିହିତ ଜଳା ଓ ଯନ୍ତ୍ରଣା ମଧ୍ୟରେ ଅହରହ ଜଳି ପଡ଼ି ଯାଉଥିବାରୁ ଏକ ନିର୍ଜନ ଏକାକିତ୍ୱ ତାର ଅନ୍ତରର ଆତ୍ମାକୁ ଅତିମାତ୍ରାରେ କଲେଜ ଅଛି ବାହାର ହେଇଗଲାଣି ଏବଂ ସବୁ ଭାଗ ମ୍ୟାଡ଼ାମ ଗ୍ରହଣ କରିଥିଲେ। ଯେଉଁଭଳି ମହାନଗର ଚାକିରି କମ୍ ଲୋକ ନିକଟରେ ତାର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛି। କିଛି ଲୋକ ଟଙ୍କାଟି ମଧ୍ୟ ପକେଟରୁ ବାହାର କରିବାକୁ କଥା ପ୍ରକାଶ କରନ୍ତି, କିନ୍ତୁ ଅତି ଉଦାର ହୃଦୟରେ ମ୍ୟାଡ଼ାମ ଯେଉଁ ସୁଯୋଗ ପାଆନ୍ତି ପିଲାମାନଙ୍କୁ ସାହାଯ୍ୟ
ଅତିଥି ଡକ୍ଟର ସୁଦର୍ଶନ ଦାସ ଆମ ଘରଟା ନିକଟ ତାଙ୍କୁ ଅନୁରୋଧ କରୁଛି ତାଙ୍କର ବକ୍ତବ୍ୟ ରଖିବା ପାଇଁ। ଧନ୍ୟବାଦ। সম্মানাস্পদ সভাপতি মহোদয়, মঞ্চাসীন এই অনুষ্ঠানর বরেণ্য অধ্যক্ষ মহোদয়, স্নেহাস্পদ ଏ ଯିଏ ହେଉଛି ସବୁ କର୍ଣ୍ଣଧାର, ମୋର ଆଶୀର୍ବାଦ ପ୍ରକାଶ ମୋତେ ମା ବୋଲି ଡାକେ। ମୁଁ ତାକୁ ଗାଳି କରି ତୁ କାହିଁ ଏତେ ପତଳା ହେଉଛୁ, ଖାଉନାହିଁ। ଆଉ ଆଜି ଆପଣମାନଙ୍କ ଆଗରେ ଯିଏ ଉପସ୍ଥାପନ କଲେ ତାଙ୍କର ଗୀତି ପ୍ରବନ୍ଧ ସ୍ନେହାସ୍ପଦ ରାଜା ନାୟକ ମହୋଦୟ, ଆପଣମାନେ ମୋ ସମ୍ମୁଖରେ ଯେଉଁମାନେ ଉପସ୍ଥିତ ଅଛନ୍ତି ସମସ୍ତେ ନିଜ ନିଜ ଜ୍ୟୋତିରେ ଆଲୋକିତ ଗୋଟିଏ ଗୋଟିଏ ଜ୍ୟୋତିଷ୍ମାନ ନକ୍ଷତ୍ର। ଆପଣମାନଙ୍କୁ ସମସ୍ତଙ୍କୁ ଉଚ୍ଚତ ସାହିତ୍ୟ କେହି ପାରିବ ନାହିଁ। ଯିଏ ମାନବ ବୋଧରେ ମାନବିକତାରେ ଯାହା ହୃଦୟବତାରେ ଆଦର୍ଶ ଜଳ ନୁହେଁ ସେ ଲେଖନୀ କେବେ ହେଲେ ସାର୍ଥକ ନୁହେଁ। ଆପଣମାନେ ସମସ୍ତେ ଜାଣିଛନ୍ତି ଗୋଟି ଦୁଇଟି ଚଢ଼େଇ ପରସ୍ପର ସେମାନେ ମିଥୁନରତ ଥିଲାବେଳେ ବ୍ୟାଧଟି ଆସିଲା ମାରିଦେଲା। ଇଏ କିଛି ବଡ଼ କଥା କି? ଏମିତି ତ ରାତି ପାହିଲେ ଆମେ ଦେଖୁଛୁ ମଣିଷମାନଙ୍କୁ କେମିତି ମାରି ଦିଆଯାଉଛି, କେମିତି ନାରୀମାନଙ୍କୁ ଅତ୍ୟାଚାର କରାହେଉଛି, କେମିତି ନିରୀହ ଶିଶୁମାନଙ୍କୁ ଅତ୍ୟାଚାର କରାଯାଉଛି ଏବଂ ଆମ ତୁଣ୍ଡରେ ଶବ୍ଦଟି ଉଚ୍ଚାରଣ କରିବାର ସାମର୍ଥ୍ୟ ମଧ୍ୟ ଆମ ଭିତରେ ନାହିଁ। ଆମେ ପ୍ରତିବାଦ କରିପାରୁନୁ। ଖବରର ସମ୍ବାଦପତ୍ରର ପୃଷ୍ଠାଟିଏ ଓଲଟେଇଲା ବେଳେ ଏତେ ନେଗେଟିଭ, ଏତେ ନାସ୍ତି ମାନେ ନକାରାତ୍ମକ, ଏତେ ଦୁଃଖଦ, ଏତେ କରୁଣ କାହାଣୀ ସବୁ ଆସୁଛି। ଆପଣ ଗଣମାଧ୍ୟମ ମିଡ଼ିଆରେ ଦେଖନ୍ତୁ ବା ଇଲେକ୍ଟ୍ରୋନିକ ମିଡ଼ିଆରେ ଦେଖନ୍ତୁ, ଯୋଉଠି ଦେଖନ୍ତୁ ଆଜି ଯେମିତି ଆସୁରୀ ଶକ୍ତିର ପ୍ରବଳ ପୂଜା ହେଉଛି ଚତୁର୍ଦିଗରେ। ମଣିଷ ଭିତରେ ଦୁଇଟି ଶକ୍ତି ଅଛି, ଗୋଟିଏ ହେଉଛି ଥାନାଟୋସ୍ ଆଉ ଗୋଟେ ହେଉଛି ଇରୋସ୍ ବୋଲି ଯୋଉଟା ଆମର ମନୋବୈଜ୍ଞାନିକ ମାନେ କହିଛନ୍ତି। ଆମେ କୋଉ ବାଟରେ ଯିବା? ଆମର ଆମକୁ